ଯୁଗ ଶେଷର ଲକ୍ଷଣ ପବିତ୍ର ବାଇବଲର ପ୍ରମାଣ। ଆମମାନେ କ'ଣ କ'ଣ ଲକ୍ଷଣ ଗୁଡ଼ିକ ସେହି ବିଷୟରେ ଆଜି ଆମମାନେ ଜଷ୍ଟ ମୁଁ ଆପଣମାନଙ୍କୁ ଆଲୋଚନା କରାଇବି। ଆମମାନେ ଏହି ସମସ୍ତ ବିଷୟ ପବିତ୍ର ବାଇବଲରେ ଲେଖାଯାଇଅଛି। ମାର୍କ ଲିଖିତ ସୁସମାଚାର 13 ଅଧ୍ୟାୟ 7 ପଦରୁ 13 ପଦ ପର୍ଯ୍ୟନ୍ତ ଯଦି ଆପଣମାନେ ପଢ଼ିବେ ସମସ୍ତ ବିଷୟ ଆପଣମାନେ ହିଁ ଜାଣିପାରିବେ। ତାହା ମୁଁ ଆପଣମାନଙ୍କୁ କହିବାକୁ ଯାଉଛି। ଦୟାକରି ଆପଣମାନେ ଯଦି ଆମ ପି ସଲମନ ଚ୍ୟାନେଲକୁ ନୂଆ କରି ଆସିଛନ୍ତି ତେବେ ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡ଼ିଓଟିକୁ ଅନ୍ୟମାନେ ଜାଣିବା ନିମନ୍ତେ ସେୟାର ମଧ୍ୟ କରନ୍ତୁ ସାଙ୍ଗସାଥିମାନଙ୍କୁ। ଆସନ୍ତୁ ଆମେମାନେ ଟପିକକୁ ଆଲୋଚନା କରିବା। ଯୁଗ ଶେଷର ଲକ୍ଷଣ ଗୁଡ଼ିକ କ'ଣ? ନମ୍ବର 1 7 ପଦରେ ଯାହା ଲେଖାଯାଇଛି, ଯୁଗ ଶେଷ ସମୟର ଲକ୍ଷଣ। ଆମମାନେ ଜାଣିବା ପ୍ରଥମରେ ଯୁଦ୍ଧ ଓ ସଂଗ୍ରାମର ଜନରବ ଶୁଭିବ। ମାନେ ଆମମାନେ ଜାଣୁଛୁ ଦେଶ ଦେଶ ମାନଙ୍କରେ ଯୁଦ୍ଧ ମଧ୍ୟ ଚାଲିଅଛି। ତାର ଜନ ରବ ଗୁଡ଼ିକ ମଧ୍ୟ ଶୁଭା ଯାଉଅଛି, ଯାହାକି ଆମମାନେ ସୋଶାଲ ମିଡ଼ିଆ ଦ୍ୱାରା ଆମମାନେ ଜାଣିପାରୁଛୁ, ଶୁଣିପାରୁଛୁ। ତାହା ହେଉଛି ଜନରବ, ଲୋକମାନଙ୍କର ଆବାଜ ଦ୍ୱାରା ଆମମାନେ ଶୁଣିପାରୁଛୁ। ମାନେ ଯୁଗ ଶେଷ ହେବା ପୂର୍ବରୁ ଏହି ପ୍ରକାର ବିଭିନ୍ନ ପ୍ରକାର ଦେଶ ଦେଶ ମଧ୍ୟରେ ଯୁଦ୍ଧ ଏବେ କି ଆମମାନେ ଯାହାକି ଆମମାନେ ଶୁଣିପାରୁଛୁ। ଇସ୍ରାଏଲ, ପାଲେଷ୍ଟାଇନ ବିଭିନ୍ନ ଏ ପ୍ରକାର ଦେଶ ମାନେ ଯୁଦ୍ଧ ଚାଲିଛି। ସାଧାରଣ ଏବେ ଆମମାନେ ଯଦି ସ୍ମରଣ କରିବା ବାଂଲାଦେଶରେ ମଧ୍ୟ ସେମାନଙ୍କର ବହୁତ କଟକଣା ହଣାକଟା ମଧ୍ୟ ଚାଲିଛି। 8 ପଦରେ ଆମମାନଙ୍କର ଟପିକ ଲେଖା ହେଇଛି। କ'ଣ ହବ ନା ଜାତି ବିପକ୍ଷରେ ଜାତି ଉଠିବ। ଆମର ଏ ଜାତି, ତାଙ୍କର ସେ ଜାତି, ସେ ଜାତି ଲୋକଙ୍କୁ ରଖିବୁନୁ, ଏ ଜାତି ଲୋକଙ୍କୁ ମାନେ ମାରିଦେବୁ। ଏହି ପ୍ରକାର ଜାତି ବିପକ୍ଷରେ ଜାତି ମଧ୍ୟ ଉଠିବ। ପୁଣି ତା ତଳେ ମଧ୍ୟ ଆମେ ଦେଖିପାଇଛୁ ରାଜ୍ୟ ବିପକ୍ଷରେ ରାଜ୍ୟ, ରାଜ୍ୟ ବିପକ୍ଷରେ ମଧ୍ୟ ରାଜ୍ୟ ଉଠିବ। ଦେଖନ୍ତୁ, ପୁଣି ସ୍ଥାନେ ସ୍ଥାନେ ଭୂମିକମ୍ପ ହେବ, ଦୁର୍ଭିକ୍ଷ ମଧ୍ୟ ହେବ। ସେହି ସମସ୍ତ ଲକ୍ଷଣ ଘଟଣା ଗୁଡ଼ିକ ଆମମାନେ ଦେଖି ସାରି ଆସିଅଛୁ। ସମସ୍ତ ବିଷୟ ମଧ୍ୟ ଘଟଣା ଘଟି 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 ଆଜି ପର୍ଯ୍ୟନ୍ତ ଚାଲିଛି। ଏହା ସମସ୍ତ ବାଇବଲରେ ପ୍ରମାଣ ଉଲ୍ଲେଖିତ ଅଛି। ସେହି ବିଷୟରେ ଆଜି ଆପଣମାନେ ଦେଖିପାରୁଛନ୍ତି ଆଉ ଆମେ ଆଲୋଚନା ମଧ୍ୟ କରୁଛୁ। କାହିଁକି ଏବେ ଏହି ବାକ୍ୟ ଯାହାକି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଥିଲା, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଏହି ବାକ୍ୟ ଆମମାନଙ୍କ ନିମନ୍ତେ ଦିଆଯାଇଅଛି। ଆଉ ନିଜେ ମଧ୍ୟ ତା ପ୍ରଭୁ ଯୀଶୁ ହିଁ ତାହା ପ୍ରକାଶ କରି ଯାଇଅଛନ୍ତି। ତାହା ଆଜି ପର୍ଯ୍ୟନ୍ତ ଇତିହାସ ପୁସ୍ତକ ଆଜି ଲିଖିତ ଅଛି। ଦେଖନ୍ତୁ, ଖ୍ରୀଷ୍ଟିଆନ ସକାଶେ ତୁମ୍ଭକୁ ଘୃଣା କରାଯିବ। ମାନେ ଯୀଶୁଙ୍କୁ ଯେ ଜାଣିଛି, ଯୀଶୁ ଖ୍ରୀଷ୍ଟ ହେବାରୁ ଯେଉଁମାନେ ତାଙ୍କୁ ଜାଣିଲେ ସେମାନେ ଖ୍ରୀଷ୍ଟିଆନ ବୋଲି କୁହାଗଲା। ଅର୍ଥାତ୍ ସେମାନେ ଯେତେବେଳେ ପୂର୍ବ ଧର୍ମରେ ଥିଲେ ବା ପୂର୍ବ ସ୍ୱଭାବରେ ଥିଲେ, ସେହି ସମସ୍ତ ସ୍ୱଭାବ ପରିତ୍ୟାଗ କରି ନୂତନ ସ୍ୱଭାବ ଯାହାକି ମନକୁ ସେମାନେ ପରିବର୍ତ୍ତନ କରି ଆଣିଲେ। ସେଥି ନିମନ୍ତେ ସେମାନଙ୍କୁ ଖ୍ରୀଷ୍ଟିଆନ ବୋଲି କୁହାଗଲା। ଆଉ ଖ୍ରୀଷ୍ଟିଆନ ହେବା ସକାଶେ ଖ୍ରୀଷ୍ଟିଆନ ଲୋକମାନଙ୍କୁ ଘୃଣା କରାଯିବ, ଯୀଶୁ କହିଛନ୍ତି। ଆଜି ମଧ୍ୟ ଆମେ ଦେଖୁଛୁ ଖ୍ରୀଷ୍ଟିଆନ ହେବା ସକାଶେ ଏହି ଜଗତରେ ଯେତେ ଲୋକ ଅଛନ୍ତି, ସେମାନେ ଯେତେ ଜଣ ଖ୍ରୀଷ୍ଟିଆନ ହେଇଛନ୍ତି ସେ ଲୋକମାନଙ୍କୁ ଘୃଣା କରୁଛନ୍ତି। ଯୀଶୁ ସିଧା ସ୍ପଷ୍ଟ ରୂପେ କହିଛନ୍ତି, ଏଟା ଲୋକମାନେ ସୃଷ୍ଟି କରୁନାହାନ୍ତି, ଯୀଶୁ କହିଥିବାରୁ ଏହା ଘଟଣା ଘଟି ଚାଲିଛି। ଲୋକମାନେ ତୁମ୍ଭମାନଙ୍କୁ ବିଚାର ସଭା ମାନଙ୍କରେ ସମର୍ପଣ କରିବେ। ଏହି ପ୍ରକାର ଏ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ସେମାନେ ଧର୍ମକୁ ପରିବର୍ତ୍ତନ କଲ ବୋଲି କହି ସେମାନେ କ'ଣ କରୁଛନ୍ତି?
ଅନେକ ସମାବେତ କରି ଅନେକ ବିଭିନ୍ନ ମିଟିଂ ସଭା ବିଭିନ୍ନ ଆୟୋଜନ କରି ସେମାନଙ୍କୁ କ'ଣ କରାଯାଉଛି? ସେଥିରେ ବିଚାର କରିବା ନିମନ୍ତେ ଏମାନଙ୍କୁ ସମର୍ପଣ କରାଯାଉଛି। ତାହା ଯୀଶୁ ନିଜେ କହିଛନ୍ତି, ବିଚାର ସଭା ମାନଙ୍କରେ ମଧ୍ୟ ତୁମ୍ଭମାନଙ୍କୁ ସମର୍ପଣ କରାଯିବ। ନେକ୍ସଟ ଟପିକ ମଧ୍ୟ ପୁନର୍ବାର ଦେଖୁଛୁ, ତୁମ୍ଭେମାନେ ସମାଜ ଗୃହ ଗୁଡ଼ିକରେ ପ୍ରହାରିତ ହେବ। ଦେଖନ୍ତୁ, ସମାଜ ଗୃହ ଯେତେବେଳେ ସେମାନଙ୍କୁ ଡକାଯିବ, ଲୋକମାନେ ଥିବା ସମୟରେ କିମ୍ବା ସେମାନେ ପ୍ରଚାର ସମୟରେ କିମ୍ବା ଏହି ପ୍ରକାର ଆୟୋଜିତ ବିଚାର ସଭା ମାନଙ୍କରେ ଏହି ଲୋକମାନଙ୍କୁ କ'ଣ କରାଯିବ? ନା ପ୍ରହାରିତ ହେବ। କ'ଣ ପାଇଁ? ଯୀଶୁଙ୍କୁ ଜାଣିଥିବା ସକାଶେ। ସେଇ ବିଚାର ସନ ନିକଟରେ ଅନେକ ମାନ୍ୟଗଣ୍ୟ ବୁଦ୍ଧିଜୀବୀ ମାନେ ଥାନ୍ତି, ବିଚାର କରୁଥାନ୍ତି, କିମ୍ବା ରାଜାର ଅଧିକାର ପ୍ରାପ୍ତ ବ୍ୟକ୍ତିମାନେ ଥାନ୍ତି। ସେମାନଙ୍କ ଛାମୁରେ ସେମାନଙ୍କୁ ଠିଆ କରାଯିବ। କାହିଁକି? ସାକ୍ଷ୍ୟ ଦେବା ନିମନ୍ତେ। କି ସାକ୍ଷ୍ୟ? ରାଜାମାନଙ୍କ ପାଖରେ କୌଣସି ପ୍ରକାର ସାକ୍ଷ୍ୟ କେବେ ବି ପହଞ୍ଚି ନଥାଏ। ଯେହେତୁ ଘଟଣାର ବିଷୟ ସେମାନଙ୍କ ରାଜାମାନଙ୍କ ନିକଟକୁ ପ୍ରଭୁଙ୍କର ସୁସମାଚାର ପ୍ରଚାର କରିବା ନିମନ୍ତେ କେଉଁମାନେ ମଧ୍ୟ ଯାଇନଥାନ୍ତି, ସାହସ କରିନଥାନ୍ତି। କିନ୍ତୁ କେଉଁ ପ୍ରକାର ମାଧ୍ୟମରେ ଯୀଶୁ ରଖିଛନ୍ତି ଯେ ରାଜାମାନଙ୍କ ଠାରେ ତୁମ୍ଭମାନଙ୍କୁ ସାକ୍ଷ୍ୟ ଦେବା ନିମନ୍ତେ ଠିଆ କରାଯିବ। ଯେତେବେଳେ ଆପଣମାନେ ରାଜାମାନଙ୍କ ସେ ବିଚାର ସମୟରେ ଠିଆ ହେବ, ଉତ୍ତମ ଭାବରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସାକ୍ଷ୍ୟ ଦିଅ। ଯେତେବେଳେ ଯେଉଁମାନେ ମାନ୍ୟଗଣ୍ୟମାନେ ରାଜାମାନେ ଥିବେ, ସେହି ସମୟରେ ଯୀଶୁଙ୍କର ଉତ୍ତମ ସୁସମାଚାର ସେମାନେ ଶୁଣିପାରିବେ। ସେଥି ନିମନ୍ତେ ଆପଣମାନେ ସାକ୍ଷୀ ହେବେ। ପୁନର୍ବାର ସମସ୍ତ ଜାତି ନିକଟରେ ସୁସମାଚାର ପ୍ରଥମେ ଘୋଷଣା କରାଯିବ। ଯୀଶୁ ତାହା କହିଛନ୍ତି। ଯେହେତୁ କାହିଁକି? ଅନେକ ଲୋକମାନେ ଯାହାକି ଶୁଣି ପାରିନଥିବେ, ମାନ୍ୟଗଣ୍ୟ ବ୍ୟକ୍ତିମାନେ, ରାଜାମାନେ, ସେମାନଙ୍କ ନିକଟରେ ମଧ୍ୟ ସୁସମାଚାର ପ୍ରଚାରିତ ହେବା ନିହାତି ଦରକାର। କିନ୍ତୁ ଏହି ପ୍ରକାର ସମୟରେ ସୁସମାଚାର ସେମାନେ ଶୁଣିପାରିବେ। ଯେହେତୁ ବାକ୍ୟରେ ଲେଖାଯାଇଛି ଯେ ସମସ୍ତ ଜାତି, ସବୁ ପ୍ରକାର ଜାତି ଲୋକମାନଙ୍କ ନିକଟରେ ସୁସମାଚାର ପ୍ରଥମେ ଘୋଷଣା କରାଯିବ। ସେହି ଦିନ ସେମାନେ ଜାଣିଲେ ଯେ ଯୀଶୁଙ୍କ ବିଷୟରେ ସେମାନେ ସ୍ପଷ୍ଟ ଭାବେ ଜାଣିବେ। ସେଥି ନିମନ୍ତେ ଆପଣମାନଙ୍କୁ ସେଠିକି ନିଆଯିବ। ଏହା ମଧ୍ୟ ଯୁଗ ଶେଷର ଲକ୍ଷ୍ୟ। ପୁଣି ତଳେ ମଧ୍ୟ ମାନେ ଦେଖିବା, ତା ତଳ ପଦରେ ମଧ୍ୟ ଲେଖାଯାଏ, ଭାଇ ଆପଣା ଭାଇକୁ ଓ ପିତା ପୁତ୍ରକୁ ମୃତ୍ୟୁ ନିମନ୍ତେ ମଧ୍ୟ ସମର୍ପଣ କରିବେ। ସାନ ଭାଇ ବଡ଼ ଭାଇକୁ, ବଡ଼ ଭାଇ ସାନ ଭାଇକୁ, ପିତା ପୁତ୍ରକୁ, ପୁତ୍ର ପିତାକୁ ମଧ୍ୟ ମୃତ୍ୟୁ ହେବା ନିମନ୍ତେ ସମର୍ପଣ କରିବେ। କି ପ୍ରକାର? ଆମମାନେ ଜାଣିଛୁ ବିଭିନ୍ନ ପ୍ରକାର ସମସ୍ୟା ଶୟତାନ ମନୁଷ୍ୟମାନଙ୍କ ଭିତରେ ପ୍ରବେଶ କରି ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କରିଥାଏ, ଯୋଉ ଦ୍ୱାରା ସେମାନେ କ'ଣ କରନ୍ତି? ଏହି ପ୍ରକାର ଯୀଶୁଙ୍କୁ ଜାଣିଥିବା ଲୋକମାନଙ୍କୁ ଦଣ୍ଡ ଦେବା ନିମନ୍ତେ ପ୍ରସ୍ତୁତ ହୋଇଥାନ୍ତି। ସେହି ସମୟରେ ଅନେକ ନିଜ ନିଜ ଭାଇମାନଙ୍କ ମଧ୍ୟରେ ମଧ୍ୟ ଅନେକ ଯୀଶୁଙ୍କୁ ଗ୍ରହଣ କରିଥାନ୍ତି, ଆଉ କେତେକ ଯୀଶୁଙ୍କୁ ଗ୍ରହଣ କରିନଥାନ୍ତି। ପିତା ମନେକର ଯୀଶୁଙ୍କୁ ଗ୍ରହଣ କରିନଥାଏ, ପୁତ୍ର ଯୀଶୁଙ୍କୁ ଗ୍ରହଣ କରିଥାଏ। ସେହି ସମୟରେ କ'ଣ ନା, ସେ ମନ ପରିବର୍ତ୍ତନ କରିବା ନିମନ୍ତେ ଯୀଶୁଙ୍କ ନିକଟକୁ ସେ ଗ୍ରହଣ କରିବାରୁ ପିତା ପୁତ୍ରକୁ କ'ଣ କରିବେ? ୟାକୁ ମାରିଦିଅ ବୋଲି ମୃତ୍ୟୁ ହେବା ନିମନ୍ତେ ମଧ୍ୟ ସମର୍ପଣ କରିବେ। ସେହିପରି ଭାଇ ମଧ୍ୟ ତାକୁ ମରାଯାଉ ବୋଲି ମୃତ୍ୟୁ ନିମନ୍ତେ ସମର୍ପଣ କରିବେ। ଏହି ପ୍ରକାର ମଧ୍ୟ ଲକ୍ଷଣ ଗୁଡ଼ାକ ଦେଖାଯିବ। ଆଉ ସନ୍ତାନ ମାନେ
पिता माता विरुद्ध रे उठी से मानंकु मध्य बद्ध करिवे। देखो संतान माने मध्य पिता माता मानंकु विरुद्ध करिवे आ से मानंकु उठी से मानंकु बद्ध मध्य करिवे। एही प्रकार समस्त विषय लक्षण गुड़ाक जदि आपण माने देखिबो ताहा एक जुग शेषर लक्षण बोली जीशु निजे प्रमाण देइथिले। सेथि निमंते आज को आम माने मध्य देखि पारुछु, जानी पारुछु, जनरब शुणी मध्य पारुछु। युद्ध हबो, विभिन्न प्रकार समस्या हबो, ताकू हाणिबी, ताकू काटिबी, निज भाई हेले मध्य घृणित। तेणु जीशु ता तलपदरे मध्य कहले तुम्भे माने मो नाम निमंते घृणित हेबो। यह जीशु कहते, यह लोक माने आपे निजे करूनाहांती। जेहेतु आगरे जीशु जेते बेले वास्तव रे थिले सेही समय ही यह लेखा जाइथिला। किंतु जीशु कहले किंतु जे शेष पर्यंत धैर्य धरी रहिबो से परित्राण प्राप्त हेबो। प्रिय बंधुगण, यही समस्त विषय जुग शेषर लक्षण गुड़क माने जाने। जीशु यह नहीं कहिले केवल यह प्रसव वेदनार तुल्य मात्र बोले। जड़े स्त्री लोक प्रसव वेदना निमंते जेपरी कष्ट अनुभव करे सही प्रकार यह एक प्रसव वेदनार तुल्य। नेक्स्ट वीडियो रे देखाइबा। समस्त को नमस्कार।